ମୁକ୍ତ ବିଚରଣ କରୁଥିବା ପଶୁଙ୍କ ନିୟନ୍ତ୍ରଣ ଦାବି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାର ଗ୍ରାମଠାରୁ ସହର ପର୍ଯ୍ୟନ୍ତ ମୁକ୍ତ ବିଚରଣ କରୁଥିବା ଗାଈ, ଷଣ୍ଢ, ଘୁଷୁରୀ, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପଶୁଙ୍କ ଯୋଗୁଁ ରାସ୍ତାରେ ସ୍ୱଚ୍ଛନ୍ଦରେ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ବେଳେବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି କରିବା ସହିତ ପଶୁମାନେ ଆହତ ଏବଂ ମୃତ୍ୟୁବରଣ କରୁଛନ୍ତି। ଏହି ପଶୁଙ୍କ ଯୋଗୁଁ ଚାଷ ଜମିର ଫସଲ, ରାସ୍ତା ପାର୍ଶ୍ୱ ଚାରାରୋପଣ କାର୍ଯ୍ୟ ନଷ୍ଟ ହେଉଛି। ପଶୁଙ୍କ ମଳମୂତ୍ର ସର୍ବସାଧାରଣ ରାସ୍ତାଘାଟ, ହାଟ, ବଜାର, କାର୍ଯ୍ୟାଳୟ ପରିସର ମଧ୍ୟରେ ପଡ଼ି ପ୍ରଦୂଷଣ ସୃଷ୍ଟି କରୁଛି। ସମ୍ପୃକ୍ତ ପଶୁଙ୍କ ମାଲିକମାନେ ନିଜ ଘର ଭିତରେ ସୁରକ୍ଷିତ ଭାବେ ରହୁଥିବା ସମୟରେ ନିଜ ପଶୁମାନଙ୍କୁ ଖରା, ବର୍ଷା, ଶୀତରେ ବାହାରେ ଛାଡ଼ି ଦେଇ ସେମାନଙ୍କ ପ୍ରତି ଅବିଚାର କରିବା ସହିତ ଅନ୍ୟର କ୍ଷତି ଘଟାଇ ଚାଲିଛନ୍ତି। ପଶୁଙ୍କ ଭୟରେ ଚାଷ ଜମି ଆଦି ପଡ଼ିଆ ପଡ଼ୁଛି। ଅନ୍ୟପକ୍ଷରେ ଏହି ପଶୁଙ୍କୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ଗ୍ରାମ ପଞ୍ଚାୟତ ଏବଂ ପୌରପାଳିକାର ହୋଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ସାଧାରଣତଃ ଉଚ୍ଚ ଅଧିକାରୀ ଏବଂ ନେତୃବୃନ୍ଦ ବିଶେଷ ଭାବରେ ଏହି ପଶୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେଉ ନଥିବାରୁ ଏବଂ ଏଥିପାଇଁ କେହି ସେମାନଙ୍କୁ ଉତ୍ତରଦାୟୀ କରୁନଥିବାରୁ ସେମାନେ ଏଥିପ୍ରତି ଅବହେଳା କରିଚାଲିଛନ୍ତି। ଏ ପରିସ୍ଥିତିରେ ସମୂହ ସ୍ୱାର୍ଥ ଦୃଷ୍ଟିରୁ ପଞ୍ଚାୟତ ଏବଂ ପୌର କର୍ତ୍ତୃପକ୍ଷ ଏହି ପଶୁଙ୍କ ନିୟନ୍ତ୍ରଣ ପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଅନୁଗୁଳରୁ ଜିଲ୍ଲା ପ୍ରତିନିଧି ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।